ଆଜି ବିଶ୍ୱ ମାତୃ ଦିବସ। ଆଜିର ଦିନଟିକୁ ସବୁ ମା ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି। କିନ୍ତୁ ମା ପାଇଁ ଗୋଟିଏ ଦିନ ସୀମିତ ନୁହେଁ, ତାର ସେବା ଓ ତ୍ୟାଗ ପାଖରେ। ଏଇ ଯେଉଁ ଫଟୋଟି ଦେଖୁଛନ୍ତି, ଏ ହେଉଛି ମୋ ମା, ମାନେ ମୋ ଜେଜିମା, ମୋ ବାପାଙ୍କର ବୋଉ। ମା ଆମମାନଙ୍କ ପାଇଁ କ'ଣ ନ କରିଛି। ମୋ ମା ନଥିଲେ ବୋଉର ଆମମାନଙ୍କୁ ସମ୍ଭାଳିବାକୁ ବହୁତ କଷ୍ଟ ହୋଇପଡ଼ିଥାନ୍ତା। ମୁଁ ଛୋଟବେଳୁ ତାରି ପାଖରେ ରହି ବଡ଼ ହୋଇଛି। ଏ ହେଉଛି ମୋ ବୋଉ। ବୋଉ କଥା କ'ଣ ଲେଖିବି? ଯିଏ ମୋ ଜୀବନ ଗଢ଼ିଛି, ମୁଁ ତା ବିଷୟରେ କ'ଣ ଲେଖିବି? ମୋତେ ଗର୍ଭରେ ଧରି ଜନ୍ମ କରିଛି, ମୋତେ ଲାଳନ ପାଳନ କରିଛି। ମୁଁ କେମିତି ଭଲରେ ରହିବି, ସୁଖରେ ରହିବି, ସବୁବେଳେ ମୋ ବୋଉର ଚିନ୍ତା। ଆଉ ଏ ହେଉଛି ମୋର ବଡ଼ ବୋଉ। ବଡ଼ ବୋଉ ବି ମୋତେ ଭଲ ପାଏ, ନିଜ ପିଲା ପରି ସ୍ନେହ ଆଦର କରେ। ତାର ଭଲ ପାଇବା ପାଖରେ ମୁଁ ମଧ୍ୟ ଋଣୀ। ଏ ହେଉଛନ୍ତି ଖୁଡ଼ି। ମୁଁ 10-11 ବର୍ଷର ହୋଇଥିଲି ଖୁଡ଼ି ଆମ ଘରକୁ ଆସିଥିଲେ। ଖୁଡ଼ି ବି ମୋତେ ଆଦର କରନ୍ତି ଓ ଭଲ ପାଆନ୍ତି। ମୁଁ ବି ତାଙ୍କୁ ଭଲ ପାଏ ଓ ସମ୍ମାନ କରେ। ଏ ହେଉଛନ୍ତି ମୋର ଶାଶୁ ମା। ସେ ଏବେ ଆଉ ଏ ଦୁନିଆରେ ନାହାନ୍ତି। ଆଜି ମାତୃ ଦିବସରେ ତାଙ୍କୁ ଖାଲି ପ୍ରଣାମ ଜଣାଉଛି। ରହୁଛି, ଧନ୍ୟବାଦ।